କ୍ୟାରିୟର ଆରମ୍ଭ କରିଥିଲେ ଝାଞ୍ଜିରି ମଙ୍ଗଳାରେ ରହୁଥିଲେ ସେ ବେଳର କଥା ଯଦି ମୁଁ କହିବି ଆଜି ଆମ ଗହଣରେ ଶାନ୍ତିରାଜ ଖୋସଲା ବି ନାହାନ୍ତି। ଗୋଟିଏ ରୁମ୍ରେ ସିଏ ଶାନ୍ତିରାଜ ଖୋସଲା ରହୁଥିଲେ। ଆମ ଓଡ଼ିଆ ସଙ୍ଗୀତ ଯେତେବେଳେ ଆମେ ଆଲବମ୍ ଆରମ୍ଭ କଲୁ ହିନ୍ଦୀ ଗୀତ ଚାଲିଥିଲା ତାର ଯଦି ଆମେ ଦେଖିବା ଓଡ଼ିଆ ଗୀତକୁ ପୁଣି ଲୋକମାନଙ୍କ ପାଖରେ ପହଞ୍ଚାଇବାର ଯଦି ବଡ଼ ହାତ ଥିଲା ପ୍ରଥମେ ଆରମ୍ଭ କରିଥିଲେ ସରୋଜ ନନ୍ଦ ଏବଂ ତାପରେ ଅଭିଜିତ ମଜୁମଦାର ହେଉଛନ୍ତି ସେ ମାଇଲ ଖୁଣ୍ଟ ଯିଏକି ଓଡ଼ିଆ ସଙ୍ଗୀତକୁ ପୁଣି ଓଡ଼ିଆ ମାନଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକମାନଙ୍କ ପାଖରେ ତାଙ୍କୁ ପରିଚୟ ଦେବାରେ ଏବଂ ତାଙ୍କୁ ବହୁତ ପ୍ରକାର ଭଲ ପାଇବା ଦେବାରେ ଅଭିଜିତ ମଜୁମଦାରଙ୍କର ଗୋଟେ ହାତ ଥିଲା। ଦାଦା ଅନେକ ଦିନ ହେଲା ପୀଡ଼ିତ ଥିଲେ ଏବଂ ଏଠି ଆଡମିଟ୍ ଥିଲେ। ଆଜି ସେ ଆମ ଗହଣରେ ନାହାନ୍ତି, ଆମକୁ ଛାଡ଼ି ଚାଲି ଯାଇଛନ୍ତି। ନିହାତି ଏକ ଦୁଃଖଦ ଘଟଣା ଓଡ଼ିଆ ସଙ୍ଗୀତ ଜଗତ ପାଇଁ, ଆମ କଳାକାର ମାନଙ୍କ ପାଇଁ ଏବଂ ଓଡ଼ିଆ ସଙ୍ଗୀତର ଶ୍ରୋତା ମାନଙ୍କ ପାଇଁ। ଇଏ ଦୁଃଖଦ, ଇଏ ଯୋଉ ଅପୂରଣୀୟ କ୍ଷତିକୁ ପୁଣି ପୂରଣ କରିବା ଏତେ ସମ୍ଭବ ନୁହେଁ, କାରଣ ସିଏ ଯୋଉ ପ୍ରକାରର ସଙ୍ଗୀତ ବା ମ୍ୟୁଜିକ କରୁଥିଲେ, ଯୋଉ ଗୀତ କରୁଥିଲେ, ସେ ସବୁଦିନ ପାଇଁ ଓଡ଼ିଶାର ଶ୍ରୋତା ମାନଙ୍କ ମନରେ ମାଇଲ ଖୁଣ୍ଟ ହେଇକି ରହିବ, 100% ରହିବ। ଏବଂ ମୁଁ ଆଜି ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ଏବଂ ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଧନ୍ୟବାଦ। ମୁଁ ଗୋଟେ ଜିନିଷ କହିବି, ଅଭିଜିତ ମଜୁମଦାର ହେଉଛନ୍ତି ଜଣେ ଅଦ୍ୱିତୀୟ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କର ଶୈଳୀ ଯୋଉ ଆପଣ କହିଲେ ୱେଷ୍ଟର୍ଣ୍ଣ ହଉ ଇଷ୍ଟର୍ଣ୍ଣ ହଉ ଯାହା ବି କୁହନ୍ତୁ, ଯୋଉ ଗିମିକ୍ ତାଙ୍କ ପାଖରେ ଥିଲା, ଯୋଉ ପ୍ରକାର ସେ ମ୍ୟାଶଅପ୍ କରାଉଥିଲେ ସଙ୍ଗୀତକୁ ଏବଂ ଲୋକମାନଙ୍କୁ କେମିତି ସଙ୍ଗୀତ ଦରକାର ତାଙ୍କ ମନକୁ କେମିତି ଛୁଇଁବ, ଯୁବପିଢ଼ି ମାନଙ୍କୁ ଏବଂ ପୌଢ଼ମାନଙ୍କୁ ସବୁ ବର୍ଗର ଗୀତ ସେ ତିଆରି କରିଛନ୍ତି। ଆଉ ସବୁ ସିନେମା ଖାଲି ଓଡ଼ିଶାରେ ନୁହଁ, ଓଡ଼ିଶା ବାହାରେ ମଧ୍ୟ ସେ ବହୁତ ପରିଚିତ ଥିଲେ ଏବଂ ତାଙ୍କ ସଙ୍ଗୀତକୁ ଲୋକମାନେ ଭଲ ପାଇବା ଦେଇଛନ୍ତି। ଏବଂ ଆଜି ଗୋଟେ ଏତେ ବଡ଼ ପବିତ୍ର ଦିନରେ, ଆଜି ମାଘ ସପ୍ତମୀରେ ସେ ଆମ ଗହଣରେ ଆମଠୁ ବିଦାୟ ନେଇଛନ୍ତି। ମୁଁ ସବୁବେଳେ ଚାହିଁବି ଜଣେ ଭଲ ଲୋକ ଥିଲେ, ଭଲ ହୃଦୟର ଲୋକ ଥିଲେ, ଭଲ ମଣିଷ ଥିଲେ, ଖାଲି ଗୋଟେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନୁହଁ। ଏତେ ମେଳାପି ଥିଲେ ଯେ ତାଙ୍କ ପାଖରେ ବସିଲେ ସମୟ ଜଣାପଡ଼େନି। ତାଙ୍କ କ୍ୟାରିୟର ଷ୍ଟାର୍ଟିଂରୁ ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜିନିଷ ଦେଖିଛି, କିଏ ଏବେ ଦେଖୁଛନ୍ତି କିନ୍ତୁ ତାଙ୍କ କ୍ୟାରିୟର ଷ୍ଟାର୍ଟିଂରୁ ମୁଁ ଦେଖିଛି। ଯେତେବେଳେ ମୁଁ ଆଲବମ୍ ଆରମ୍ଭ କରିଥିଲି ସେତେବେଳଠୁ ଆଜି ପର୍ଯ୍ୟନ୍ତ ତାଙ୍କର ସ୍ୱଭାବରେ କେବେ ପରିବର୍ତ୍ତନ ଆସିନଥିଲା। ସେ ଯାହା ଥିଲେ ଆଗରୁ ଏବେ ବି ସେ ପୁଳାଏ ବହୁତ ମାନେ ପପୁଲାର ହେଲା ପରେ ବି ସେ ତାଙ୍କର ସ୍ୱଭାବକୁ ସେଇଭଳି ମାର୍ଜିତ ରଖିଥିଲେ। ଏବଂ ମୁଁ ଚାହୁଁଛି ଯେ ଇଏ ଯୋଉ ଅପୂରଣୀୟ କ୍ଷତି, ଇଏ ଯୋଉ ସଙ୍ଗୀତ ଜଗତର ଯୋଉ କ୍ଷତି, ଇଏ ସବୁବେଳେ ଅଳ୍ପ ଦିନ ତଳେ ବି ହ୍ୟୁମାନ ଛାଡ଼ିକି ଯାଇଥିଲେ, ପୁଣି ଦାଦା ଚାଲିଗଲେ। ତେଣୁ ଇଣ୍ଡଷ୍ଟ୍ରି ପାଇଁ କ'ଣ ହଉଛି, ସିନେମା ଇଣ୍ଡଷ୍ଟ୍ରି ହଉ ସଙ୍ଗୀତ ଇଣ୍ଡଷ୍ଟ୍ରି ହଉ, ଓଡ଼ିଶା ପାଇଁ ଇଏ ଏକ ବହୁତ ଦୁଃଖଦ ଘଟଣା। ଆଉ ଆକୁ ମୁଁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଆଉ ଶବ୍ଦ ନାହିଁ। ତେଣୁ ମୁଁ ଚାହୁଁଛି ତାଙ୍କର ଆତ୍ମାର ସଦ୍ଗତି ହଉ। ଆଉ ଓଡ଼ିଶାର ଯୋଉ ଶ୍ରୋତା ଯୋଉ ଗୀତ ଶୁଣୁଥିଲେ, ଅଭିଜିତ ମଜୁମଦାର ସବୁବେଳେ ତାଙ୍କ ପାଖରେ ଅମର ରହିବେ ଏବଂ ସବୁ ସମୟରେ ତାଙ୍କ ଗୀତ ସେଇଭଳିଆ ହୃଦୟ ସ୍ପର୍ଶୀ ହେବ ଏବଂ ତାଙ୍କ ଗୀତକୁ ସବୁବେଳେ ଲୋକ ଶୁଣିବେ। ସେ ହେଉଛନ୍ତି ଏକ